ଆଜି ବନେଇବା ରେଷ୍ଟୁରାଣ୍ଟ ପରିକା ଫୁଲକୋବିର ତରକାରୀ। ତାହା ବି ବହୁତ ହି ସହଜ ଉପାୟରେ। ଯେହେତୁ ଫୁଲକୋବି ସରି ଆସିଲାଣି ତ ଏମିତି ଥରେ ନିଶ୍ଚିନ୍ତ ବନାନ୍ତୁ। ଦର୍ଶକ ବନ୍ଧୁ, ସ୍ୱାଗତ କରୁଛି ଦେଶୀ ଫୁଡ୍ କୋର୍ଟ ଓଡ଼ିଶା କୁକିଂ ଚ୍ୟାନେଲକୁ। ତ ଆପଣ ଯେତିକି ଫୁଲକୋବିର ରେସିପି ବନେଇବେ ସେଇ ଅନୁସାରେ ଫୁଲକୋବି ନେଇପାରିବେ। ମୁଁ ଏଇଟା ଗୋଟେ ମିଡ଼ିୟମ୍ ସାଇଜ୍ର ଫୁଲକୋବିକି ଧୋଇକିରି ତାକୁ ଗରମ ପାଣିରେ ଫୁଲକୋବି ଆଉ ଆଳୁକୁ ଗରମ ପାଣିରେ 2 ମିନିଟ୍ ବଏଲ୍ କରିନେଇଥିଲି। କିନ୍ତୁ ସୋୟାବିନ୍ ବଡ଼ିକୁ ଅଲଗା ମୁଁ ଗରମ ପାଣିରେ ଭିଜେଇକିରି ତାକୁ 3-4 ଥର ଧୋଇକି ଏଠି ଚିପୁଡ଼ିକି ବାହାର କରିନେଇଛି। ଦେଖିପାରୁଥିବେ ଆଳୁକୁ ଯେଉଁ ମୁଁ ବଏଲ୍ କରିଛି ସିଝିନି, ପୁରା ଟାଣ ଅଛି କିନ୍ତୁ ସଫ୍ଟ ହେଇଯାଇଛି। ତ ଯେ ସବୁକୁ ଆମେ ସିଝେଇକି ଚିପୁଡ଼ିକି ରଖିଥିଲା ସାଇଡ଼୍ରେ ରଖିନେବା। ଏଇଠି ମୁଁ ଫ୍ରେଶ୍ ଦହି 2 ଚାମଚ ନେଇଛି ବଡ଼ ଚାମଚରେ, ତାକୁ ଭଲସେ ଆମେ ଫେଣ୍ଟି ନେବା। ଭିଡ଼ିଓଟିକି ସ୍କିପ୍ ନ କରିକି ପ୍ରଥମରୁ ଶେଷ ଯାଏଁ ଦେଖନ୍ତୁ। ରେସିପିଟା ନିଶ୍ଚିନ୍ତ ଘରେ ଥରେ ବନାନ୍ତୁ, ନା ଆପଣଙ୍କର ଫିଡ଼ବ୍ୟାକ୍ ନିଶ୍ଚିନ୍ତ ସେୟାର କରିବେ। ଏଠି 1 ଚାମଚ ଦେଇଛି ଏଠି ମିଟ୍ ମସଲା, ଆପଣ ଚାହିଁଲେ ଚିକେନ୍ ମସଲା ବି ଦେଇପାରିବେ। ଏଇଟା ରେଡ୍ ଚିଲି, ଯେଉଁଟାକି କାଶ୍ମୀର ରେଡ୍ ଚିଲି ପାଉଡ଼ର ଦେଇଛି, କଲର୍ ବହୁତ ହି ବଢ଼ିଆ ଆସିବ। ଆଉ ଏଠି ଦେଇଛି ହଳଦୀ ଗୁଣ୍ଡ 1 ବଡ଼ ଚାମଚ। ତ ଆପଣ ଯେତିକି ମାନେ ବନେଇବେ ସେ ଅନୁସାରେ ହଳଦୀ ଗୁଣ୍ଡ ନେଇପାରିବେ। ଏଠି 1 ବଡ଼ ଚାମଚ ଦେଇଛି ଧନିଆ ଗୁଣ୍ଡ। ଏସବୁ ପକାଇଲା ପରେ ଦହି ସହିତ ଭଲସେ ଗୋଳେଇ ନେବା। ତ ଆପଣ ବହୁତ ଥର ବନେଇଥିବେ, ଥରେ ଏଇ ରେସିପିଟା ନିଶ୍ଚିନ୍ତ ଟ୍ରାଏ କରନ୍ତୁ। ଆଜିର ଯଦି ଏଇ ରେସିପିଟା ଆପଣମାନଙ୍କୁ ଭଲ ଲାଗେ ତ ଭିଡ଼ିଓ ଗୋଟେ ନିଶ୍ଚିନ୍ତ ଲାଇକ୍ କରିନେବେ। ଚ୍ୟାନେଲରେ ନୂଆ ଯଦି ଭିଜିଟ୍ କରୁଛନ୍ତି ଚ୍ୟାନେଲକୁ ନିହାତି ସବସ୍କ୍ରାଇବ୍ କରିନେବେ। ଏଠି 1 ଚାମଚ ଦେଇଛି ରିଫାଇନ୍ ତେଲ। ତ ଦହି ସହିତ ଭଲସେ ଗୋଳେଇ ନେବା। ଯଦି ଆପଣ ଫେସବୁକ୍ ପେଜ୍ରେ ଦେଖୁଛନ୍ତି ତ ଫେସବୁକ୍ ପେଜ୍କୁ ନିଶ୍ଚିନ୍ତ ଫଲୋ କରିନେବେ। ତ ଏଠି ସବୁକୁ ଗୋଳେଇ ନେଲା ପରେ ସ୍ୱାଦ ଅନୁସାରେ ଲୁଣ ଦେଇଦେବା। ତ ଆପଣ ହୋଟେଲ ଯେଉଁ ଭଳିଆ ଖାଇଲେ ଟେଷ୍ଟ ଲାଗିବ ସେଇପରିକା ଟେଷ୍ଟ ପାଇବେ ଆପଣ ଏମିତି ବନେଇଲେ। ତ ଏଠି ଯେଉଁ ସବୁ ମୁଁ ସୋୟାବିନ୍ ବଡ଼ି ଆଉ ଆଳୁ ଆଉ ଫୁଲକୋବିକୁ ନେଇଛି, ଏସବୁକୁ ଏଠି ମୁଁ ପକାଇ ନେବି। ତ ଦେଖିପାରୁଥିବେ ଫୁଲକୋବି ବି ଭଲସେ ସିଝିନି କିନ୍ତୁ ନରମ ହେଇଯାଇଛି। ତ ଆଳୁ ଆଉ ଫୁଲକୋବିକୁ ମୁଁ ଏକାଠି ସିଝେଇଥିଲି 2 ମିନିଟ୍ ପାଇଁ। ଆଉ ସୋୟାବିନ୍ ବଡ଼ିକୁ ମୁଁ ଗରମ ପାଣିରେ ଭିଜେଇ ଦେଇଥିଲି 5ରୁ 10 ମିନିଟ୍। ତାପରେ 3-4 ଥର ଧୋଇକି ତାର ପାଣି ସବୁ ବାହାର କରିନେଇଥିଲି। ତ ଦେଖିପାରୁଥିବେ ଥାଳିରେ ବି ଟିକେ ଟିକେ ଅଳ୍ପ ଅଳ୍ପ ପାଣି ଥିଲା, ତାକୁ ସେଥିପାଇଁ ଗୋଟେ ଗୋଟେ କରି ବାହାରିକି ମୁଁ ଏଠି ଦହିରେ ଭଲସେ ମ୍ୟାରିନେଟ୍ କରିନେବି। ତ ମୁଁ ଏଠି ହାତରେ ଗୋଳେଇ ନେଇଛି ଯେମିତି ଆମର ଯେଉଁ ମସଲା ସବୁ ଆଉ ଫୁଲକୋବି ଆଳୁ ଆଉ ସୋୟାବିନ୍ ବଡ଼ିରେ ଭଲସେ କୋଟ୍ ହେଇଯିବ। ତ ଏଠି 10 ମିନିଟ୍ କି 15 ମିନିଟ୍ ଆପଣଙ୍କ ପାଖରେ ଯେତିକି ସମୟ ଥିବ ସେତିକି ସମୟ ରେଷ୍ଟ ରଖିଦେବେ। ମୁଁ ଏଠି ଗୋଟେ କରେଇରେ 1 ଚାମଚ ନେଇଛି ଏଠି ରିଫାଇନ୍ ତେଲ। ଏଠି ତେଲ ତାତିଗଲା ପରେ ମୁଁ ନେଇଛି ଗୋଟେ ମିଡ଼ିୟମ୍ ସାଇଜ୍ର ଗୋଟେ ପିଆଜ, 1 ବଡ଼ ଚାମଚ ଧନିଆ, ଆଉ ଏଠି କାଜୁ ନେଇଛି, ଅଦା ଖଣ୍ଡେ ବଡ଼ ଖଣ୍ଡେ ନେଇଛି, 3ଟା ଗୁଜୁରାତି, 2 ଖଣ୍ଡ ଛୋଟ ଛୋଟ ଡାଲଚିନି, ଆଉ ନେଇଛି ଗୋଟେ ଟମାଟୋ। ତ ଏଠି ସବୁକୁ କାଟିକି ନେଇଛି। ଆଉ ଯେତିକି ରାଗ ଖାଇବେ ସେ ଅନୁସାରେ କଞ୍ଚା ଲଙ୍କା ନେଇପାରିବେ। ମୁଁ ଏଠି 5ଟା କଞ୍ଚା ଲଙ୍କା ନେଇଛି। ତେଲ ଏଠି ତାତିଲା ପରେ ସବୁକୁ ଏଠି ପକାଇ ନେବି। ତ ମିଡ଼ିୟମ୍ ହିଟ୍ରେ ସଫ୍ଟ ହେଲା ଯାଏଁ ଏସବୁର ମସଲା ଭଲସେ ଭାଜି ନେବା। ତ ବେଶୀ ସମୟ ବି ଭାଜିବାକୁ ପଡ଼ିବନି, ଟିକେ ନରମ ହେଲା ପରେ ଆମେ ବାହାର କରିନେବା। ତ ଦେଖିପାରୁଥିବେ ଏଠି ଭଲସେ ଭାଜିଗଲାଣି। ସବୁକୁ ଗ୍ରାଇଣ୍ଡିଙ୍ଗ ଜାର୍ରେ ବାହାର କରିନେବା। ଥଣ୍ଡା ହେଲା ପରେ ଆମେ ଗ୍ରାଇଣ୍ଡ କରିନେବା ଅଳ୍ପ ପାଣି ଦେଇକି। ତ ଦେଖିପାରୁଥିବେ କେତେ ସୁନ୍ଦର ଭଲସେ ଭାଜି ହେଇଯାଇଛି। ତ ଥଣ୍ଡା ହେବା ପାଇଁ ଟିକେ ଛାଡ଼ିକି ଏଠି ଗ୍ରାଇଣ୍ଡିଙ୍ଗ ଜାର୍ରେ ଗ୍ରାଇଣ୍ଡ କରିନେବା। ଏଠି ମୁଁ ନେଇଛି ବଡ଼ 2 ଚାମଚ ତେଲ, ରିଫାଇନ୍ ତେଲ ନେଇଛି। ଅଧ ଚାମଚ ଦେଇଛି ଜିରା, 2ଟା ଦେଇଛି ତେଜପତ୍ର। ଏସବୁକୁ ଭଲସେ ଭାଜି ନେବା। ଏଠି ଗୋଟେ ବଡ଼ ସାଇଜ୍ର ପିଆଜକୁ ଏମିତି ପତଳା ପତଳା କାଟି ନେଇଛି। ଏଠି ମିଡ଼ିୟମ୍ ସାଇଜ୍ର ଗୋଟେ କ୍ୟାପ୍ସିକମ୍କୁ ଏଠି ଛୋଟ ଛୋଟ କରି କାଟି ନେଇଛି। ପିଆଜ କ୍ୟାପ୍ସିକମ୍କୁ ଟିକେ 1ରୁ 2 ମିନିଟ୍ ଏଠି ଭଲସେ ଭାଜି ନେବା। ଯେଉଁ ମ୍ୟାରିନେଟ୍ କରିକି ରଖିଥିଲେ ଏଠି ସବୁକୁ ପକାଇ ନେବା। ତ ଆଜିର ରେସିପି ଆପଣମାନଙ୍କୁ କେମିତି ଲାଗିଲା ଆପଣଙ୍କ ମତାମତ ନିଶ୍ଚିନ୍ତ କମେଣ୍ଟ କରିବେ। ଏସବୁ ପକାଇଲା ପରେ ଗ୍ୟାସ୍ର ଫ୍ଲେମ୍ ଏଠି ହାଇ କରିନେବା। 3ରୁ 4 ମିନିଟ୍ ଆମେ ଭଲସେ ପିଆଜ ଆଉ କ୍ୟାପ୍ସିକମ୍ ସହିତ ଭାଜି ନେବା। ତ ଏମିତି ଭାଜିବା ନିହାତି ଜରୁରୀ ଯଦି ଆପଣମାନଙ୍କୁ ରେଷ୍ଟୁରାଣ୍ଟର ସ୍ୱାଦ ପାଇବାକୁ ଅଛି। ରେସିପିଟା ନିଶ୍ଚିନ୍ତ ଫଲୋ ଅପ୍ କରନ୍ତୁ। ଆପଣଙ୍କ ରେସିପି ବି ବହୁତ ହି ବଢ଼ିଆ ବନିବ।
ତ ଦେଖିପାରୁଥିବେ ଏଠି ଭଲସେ ଭାଜି ହେଇଗଲାଣି। ଯୋଉ ଆମେ ବାଟିକି ରଖିଥିଲେ ମସଲା ଏଠି ପକେଇ ନେବା। ଯୋଉ ଟମାଟୋ, କାଜୁ, ଅଦା, ପିଆଜ ଆଉ କଞ୍ଚା ଲଙ୍କା, ଡାଲଚିନି, ଗୁଜୁରାତିର ଯୋଉ ଆମେ ଭାଜିକି ରଖିଥିଲେ ପେଷ୍ଟ ବନେଇଥିଲେ ଏଠି ପକେଇ ନେଇଛି। ତ ମସଲାକୁ ବି ଏଠି ହାଇ ଫ୍ଲେମ୍ରେ 1 ରୁ 2 ମିନିଟ୍ ଭାଜି ନେବା। ଯେହେତୁ ମସଲାଟା ଆମେ ଭାଜିକି ଗ୍ରାଇଣ୍ଡ କରୁଛେ ତ ବେଶୀ ସମୟ କଷିବାକୁ ପଡ଼ିବନି। ତ 2 ରୁ 3 ମିନିଟ୍ ଭାଜିଲା ପରେ ଦେଖିପାରୁଥିବେ ମସଲା ଭଲସେ କଷି ହେଇଗଲାଣି। ତ ଏଇ ରେସିପିଟା ଟିକେ ବହଳିଆ ବହଳିଆ ରହିଲେ ଭଲ ଲାଗିବ। ତ ଏଠି ଆପଣଙ୍କୁ ଯଦି ଟିକେ ପତଳା ମାନେ ଗ୍ରେଭି ବନେଇବାକୁ ଚାହୁଁଛନ୍ତି ଟିକେ ଅଧିକା ପାଣି ଦେଇପାରିବେ। ତ ଯଦି ଆପଣ ମୋ ଭଳିଆ ବହଳିଆ ବନେଇବାକୁ ଚାହୁଁଛନ୍ତି ଏଠି 1 ଗିନା ପାଣି ଆପଣ ଦେଇପାରିବେ। ଏଠି ମୁଁ ଗରମ ପାଣି ୟୁଜ୍ କରିଛି। ପାଣି ପକେଇଲା ପରେ ସବୁକୁ ଭଲସେ ଗୋଳେଇ ନେବା। ଏଠି କଭର କରିନେବା 3 ରୁ 4 ମିନିଟ୍ ଲୋ ଫ୍ଲେମ୍ରେ। ତ ବହୁତ ହି ବଢ଼ିଆ ବାସ୍ନା ସହିତ ଆପଣ କଲର୍ ଦେଖିପାରୁଥିବେ କେତେ ସୁନ୍ଦର ଆସିଛି। ଆଉ ଥଣ୍ଡା ହେଲା ପରେ ପୁରା ବହଳିଆ ହେଇଯିବ ତରକାରୀଟା। ତ ଆପଣ ଗରମ ଭାତ, ରୁଟି, ପରଟା, ପୁରୀ ସବୁଥିରେ ଖାଇପାରିବେ। ଏଠି ଗ୍ୟାସ୍ର ଏଇଟା ଆମେ ବନ୍ଦ କରିନେବା। ଏଠି 1 ଚାମଚ ଦେଇଛି କସ୍ତୁରୀ ମେଥି। ଆଉ ଆପଣ ଏ ରେସିପିରେ ଖଟା ଦହି ଜମା ୟୁଜ୍ କରିବେନି। ତ କଟା କିଛି ଧନିଆ ପତ୍ର ବି ଦେଇଦେବା। ତ ଆପଣଙ୍କର ରେଡି ହେଇଗଲା ସୋୟାବିନ୍ ବଡ଼ି ଫୁଲକୋବିର ଟେଷ୍ଟି ରେସିପି। ତ ଘରେ ନିଶ୍ଚିନ୍ତ ବନାନ୍ତୁ। ଆଉ ରେସିପିଟି ଯଦି ଭଲ ଲାଗୁଛି ତ ଚ୍ୟାନେଲକୁ ସବସ୍କ୍ରାଇବ୍, ଭିଡ଼ିଓକୁ ଲାଇକ୍ ଆଉ ସେୟାର କରିବାକୁ ଜମାରୁ ଭୁଲିବେନି। ତ ଥଣ୍ଡା ହେଲା ପରେ ଆପଣମାନଙ୍କୁ ଦେଖୁଛି କେତେ ବହଳିଆ ହେଇଯାଇଛି। ତ ପୁଣି ଆସିବି ଗୋଟେ ନୂଆ ରେସିପି ସହିତ। ଭଲ ଖାଆନ୍ତୁ, ସୁସ୍ଥ ରୁହନ୍ତୁ।